ଅପରାଧର କିନ୍ତୁ ଫଳ ଦେଖ, ମନ ଧାବିତ ହେବ ପାପ କର୍ମ କରିବା ପାଇଁ। ଯେଉଁମାନେ ବୈଷ୍ଣବଙ୍କୁ ଜାତି ବୁଦ୍ଧି କରନ୍ତି, ତା ଧନ ଦେଖନ୍ତି, ତା କୁଳ ଦେଖନ୍ତି, ତାର ବିଦ୍ୟା ଦେଖନ୍ତି, ତାର ରୂପ ଦେଖନ୍ତି। ତାର ଫলে ଆତ୍ମା କଲୁଷିତ হইয়া নিচ যোনিতে জন্ম লাভ করে। ତାଦ୍ୱାରା ଧୀରେ ଧୀରେ ନିଚ ଜନରେ ଜନ୍ମ ଲାଭ କରିବ। ଉଚ୍ଚ କୂଳ ହେଇଥିବ, ଯଦି କୌଣସି ବୈଷ୍ଣବର ଜାତି ପ୍ରତି ତାର ଭାବ ଆସିବ, ବୈଷ୍ଣବ ଜାତି ବୁଦ୍ଧିରେ ଦର୍ଶନ କରିବ, ତାହେଲେ ତାର ପରବର୍ତ୍ତୀ ଜନ୍ମ ସେ ପ୍ରସ୍ତୁତି ହେଉଛି ନିଜକୁ ନିଚ କୂଳରେ ଜନ୍ମ କରିବା ପାଇଁ। ସାଧୁ ଯଦି ନିଚ କୂଳ ଭାବି ତ ସେ ଯିଏ ଭାବିବ ସେ ନିଚ କୂଳ ଆସିଯିବ, ଠିକ୍ ସେ ଫଳଟା ଭାବିବ। ଯିଏ ଯେମିତି କରିବ ସେ ସେମିତି ଫଳ ଭୋଗିବ। ଯଦି କିଏ ପାଠ ପଢ଼ି ଗୋଟେ ସାଧୁର ଭାବେ ଏଇଟା ମୂର୍ଖଟା କିଛି ପଢ଼ିନି, ଆର ଜଣ ସେ ମୂର୍ଖ ହିଁ ହେବ। ଆଉ ଯେ ସାଧୁର କୌଣସି ବାହ୍ୟ ରୂପ ଦେଖି ଭାବିବ ଏଇଟା ସୁନ୍ଦର ହେଇଥିବ ରୂପଟା ତାର, ଏ ସୁନ୍ଦର ନାହିଁ ତେଣୁ ସେ ଆର ଜନ୍ମରେ କୁଚ୍ଛିତ କଦା କରିକି ଜନ୍ମ ହେବ। ବୈଷ୍ଣବ ଅପରାଧ ଫଳ ଏସବୁ, ଆହୁରି ତ କେତେ ଜଘନ୍ୟ ହେବ। ଯେତେବେଳେ ଶଙ୍କରଜୀ ପଠାଇଥିଲେ ବୀରଭାଉକୁ, ବୀରଭଦ୍ର, ଇଏ କ'ଣ କଲେ? ଯିଏ ଯେମିତି କରିଥିଲା ଈଶ୍ୱରଙ୍କୁ ତାଚ୍ଛଲ୍ୟ କରିବା ସମୟରେ, ଯିଏ ଯେଉଁ ପ୍ରକାର କିଏ ଦାଢ଼ି ଚାଣିଥିଲା ତା ଦାଢ଼ିଟାକୁ ଉପାଡ଼ିଦେଲେ, କିଏ କ'ଣ କରିଥିଲା ନିଶ୍ଚୟରେ ହାତ ମାରୁଥିଲା ନିଶ୍ଚର ଉପାଡ଼ିଦେଲେ ନା କ'ଣ, କିଏ ଆଖି ମାରୁଥିଲା ଆଖିଟା ଗୁଣା କରିଦେଲେ ତାର, କିଏ ଦାନ୍ତ ଦେଉଥିଲା ଦାନ୍ତ ସେଟ୍ ଓହ୍ଲେଇଥିଲେ ତାର। ମାନେ ଯିଏ ଯେମିତି କରୁଥିଲା, ବୀରଭଦ୍ର ଜାଣିଲେ କେମିତି? ଭଗବାନଙ୍କ ଇଚ୍ଛା ବୋଧେ, ଇଏ ତ ନଥିଲେ ସେ ସମୟରେ। କିନ୍ତୁ ଦେଖ ଭଗବତ ଇଚ୍ଛାର ବୈଷ୍ଣବ ଅପରାଧର ଫଳ କେତେ ମାରାତ୍ମକ। ଯିଏ ଯେଉଁ ପ୍ରକାର କରୁଥିଲା ତାକୁ ସେଇ ପ୍ରକାର, କିଏ ବାହସ୍ଫୋଟ ମାରିଥିଲା ତ ବଡ଼ ଖର୍ଚ୍ଚ ଦେଲେ, କିଏ ଖାଲି ମୁଣ୍ଡ ହଲେଇଥିଲା ମୁଣ୍ଡ ଇଏ କରିଦେଲେ। ଅତିଶୟ ପାପାଶକ୍ତି ବୃଦ୍ଧି, ତାର ଫଲେ ଆତ୍ମା କଳୁଷିତ ହଇଆ ନିଚ ଜନରେ ଜନ୍ମ, ତାପରେ ନିଚ ଜନରେ ଜନ୍ମ ଲାଭ କରିବ ସିଏ। ଶୂଦ୍ରଂ ବା ଭଗବତ ଭକ୍ତଂ ବିଷାଦଂ ସପଚଂ ତଥା ବିକ୍ଷତେ ଜାତି ସାମାନ୍ୟଂ ସଜାତି ନରକଂ ଧ୍ରୁବಂ, ସଜାତି ନରକଂ ଧ୍ରୁବମ୍। ଶୂଦ୍ରଂ ବା ଭଗବତ ଭକ୍ତଂ ନିଷାଦଂ ସପଚଂ ତଥା, ବୁଝିଲ? ଶୂଦ୍ର ହଉ, ଶୂଦ୍ର ବା ଭଗବତ ଭକ୍ତଂ, ଭଗବତ ଭକ୍ତ ଶୂଦ୍ର ହଉ କି ନିଷାଦ ହଉ କି ସପଚ ହଉ, ଯେଉଁମାନେ ବିକ୍ଷତେ ଜାତି ସାମାନ୍ୟଂ, এই ପ୍ରକାର କୁଳୋଦ୍ଭୂତ ବୋଲି ଯେଉଁମାନେ ବିଚାର କରିବେ, ସଜାତି ନରକଂ ଧ୍ରୁବମ୍, ଏ ସତ୍ୟ ସେ ନରକକୁ ଯିବ। ବୈଷ୍ଣବକୁ ଯିଏ ଜାତି ଭାବ, ଏଇ ମାଟିରେ ବେଶୀ ଏଠି ଭାବୁଛନ୍ତି ପ୍ରାୟ। ଫିଲ୍ମଟା ଜୋରଦାର ଥିଲା ପ୍ରଥମେ, ଏବେ ଟିକେ କମିଯାଇଛି, ପ୍ରଥମେ ବଡ଼ ଥିଲା। ଶୂଦ୍ରଂ ବା ଭଗବତ ଭକ୍ତଂ ନିଷାଦଂ ସପଚଂ, ଲେଖୁନ ଲେଖିଦିଅ, ତୁରନ୍ତ ଲେଖିଦିଅ, ବଢ଼ିଆ ଶ୍ଲୋକଟା। ଶୂଦ୍ରଂ ବା ଭଗବତ ଭକ୍ତଂ ନିଷାଦଂ ସପଚଂ ତଥା ବିକ୍ଷତେ ଜାତି ସାମାନ୍ୟଂ ସଜାତି ନରକଂ ଧ୍ରୁବମ୍। ସେ ପଦ୍ମ ପୁରାଣର ଲେଖିନ? ଶୂଦ୍ରଂ ବା ଭଗବତ ଭକ୍ତଂ ନିଷାଦଂ ସପଚଂ ତଥା, ନିଷାଦ ମୂର୍ଧନସ, ନିଷାଦ ଗୋଟେ ଜାତି, ଗୋଟେ ସପଚଂ ତଥା ବିକ୍ଷତେ ଜାତି ସାମାନ୍ୟ, ଯେଉଁମାନେ ଦର୍ଶନ କରନ୍ତି ସାମାନ୍ୟ ଜାତି ବୁଦ୍ଧିରେ, ସଜାତି ନରକଂ ଧ୍ରୁବମ୍,
स जाति नरकं ध्रुवम, या सत्य से नरक को जीव। सोपाकमीव नेक्ष्यते लोके विप्रम अवैष्णवं, वैष्णवो वर्णबाह्यो अपि पुनाति भुवनत्रयं। वा वैष्णव वर्ण बाह्य अपि पुनाति भुवनत्रयं। वैष्णव वर्णर बाह्य, वर्णाश्रम धर्म ऊर्ध्व से वैष्णव वर्ण बाह्य अपि पुनाति भुवनत्रयं, त्रिभुवन को पवित्र करे। तेणु कहले सोपाकम इव न क्षते लोके विप्रम अवैष्णवम, विप्रम अवैष्णव। से विप्र हो कि चंडाल जे सब अवैष्णव हो, किंतु वैष्णव वर्ण बाह्य, वैष्णव वर्णाश्रम धर्म ऊर्ध्वरे पुनाति भुवनत्रयम्। अर्चे विष्णु शिलाधि गुरुसु नरमति वैष्णवे, जाति बुद्धि विष्णवो वैष्णवानां कलिमल मथने, पादतीर्थे अम्बुबुद्धि श्री विष्णुनाम निमंत्रे, सकल सकल कलुषहे शब्द सामान्य बुद्धिर्विष्णु सर्वेश्वरे तद इतर समधि सस्य व नारकिश। अर्चे विष्णु शिलाधि, विष्णुंकर अर्चन को जो मैंने शिला बोली भावुंट पत्थर। गुरुसु नरमती, गुरु को नरमती भावे, नर गुरु को न मानिब नर, गुरु ही साक्षात ईश्वर, गुरु को गोटे मर्त्य बुद्धि करिए। वैष्णव जाति बुद्धि, वैष्णव जाति बुद्धि करिए। विष्णुर व वैष्णवानां कलिमल मथने पादतीर्थ अम्बुबुद्धि। विष्णु व वैष्णव मानकर जो मैंने पादतीर्थ अम्बुबुद्धि, मान को अम्बुबुद्धि करिए, जल बुद्धि, विशेष करी वैष्णव पद जबा भगवत चरण अरविंद गंगा तीर्थ को। तेणु से विष्णुर नामनी मंत्रे सकल कलुषहे शब्द सामान्य बुद्धि विष्णु सर्वे शरण तद इतर समधिजस्य व नारकिश। जो विष्णुंकर मंत्र समस्त कलमश नष्ट करे, ताको यदि शब्द बोली भावियो, ये गोटे मंत्र गोटे सामान्य अक्षर ज्ञान करियो, कौन हम नारकी गति। जो माने शालग्राम रे शिला बुद्धि विष्णु अर्चन रे, गुरु प्रति मर्त्य बुद्धि, वैष्णव रे जाति बुद्धि, भगवत मंत्र रे शब्द बुद्धि, और भगवान कर भगवत व विष्णु व वैष्णव चरण रज को चरणधूत प्रक्षालन जल को गंगादि तीर्थ को जो माने जल बुद्धि, से गति कौन नरक गति। पद्म पुराण कही एथिपाई जन्म जन्म अधम जनिते डूबी मरे, जे पापी से पापिष्ट वैष्णव जाति बुद्धि करे। जो माने जो पापी माने वैष्णव मान को जाति बुद्धि कर गति यही प्रकार। हरिदास संतति बर सुने जय जना, अवश्य मिलवे तारे कृष्ण प्रेम धन, अवश्य मिलवे तारे कृष्ण प्रेम धन। हरिदास संतति बर सुने जय जने, जो माने हरिदास के प्रति महाप्रभुंकर जो
वर प्राप्ति आख्यान यही प्रसंग जो श्रवण करती ना से कौन हे निश्चित रूप कृष्ण प्रेम धन प्राप्त हे। हरिदास स्तुति और वर प्राप्ति आख्यान ही फलश्रुति। वाह हरिदास स्तुति और जो वर प्राप्ति यहाँ जी शुणिम बा कीर्तन कर तार फलश्रुति वर्णना कर वचन मोर नुहे सर्वशास्त्रे कय भक्ताख्याने सुनिले कृष्ण ते भक्ति है। महाप्रभु ठाकुर कहते ए वचन मोर नुहे सर्वशास्त्रे कय यहाँ मोर वचन नहीं सर्वशास्त्र कहते भक्ता भक्ताख्यान सुनिले कृष्ण से भक्ति है। भक्तर आख्यान जदि शुणिम भक्त चरित्र जदि श्रवण कर कृष्ण प्रति भक्ति लाभ हम। एथि हरि गुरु वैष्णवर जो कथा जो मैंने शुणुंट ना श्रवण कर चरित्र आख्यान पवित्र हो जाए जीव रहे परित्राण। तेणु भगवान के कथा पे भक्त कथार महिमा भूरी भूरी वर्णना कर सबु शास्त्र प्रमाण दीजिए भागवतर बोधे काढ़ 1, 2, 17, 18 प्रथम स्कंद द्वितीय अध्याय 17, 18 कौन कि श्लोकड़ा से प्रथम स्कंद द्वितीय अध्याय 17, 18 लोगड़ा पढ़ो कौन कमला कृष्ण तो अभद्राणी विधुनति सुश्रता वाह शुणला मात्रे शुणुतांग सकथांग कृष्ण पुण्य श्रवण कीर्तन जो माने पुण्य श्रवण कीर्तन भगवान कृष्णकर कथा व भक्त कथा जो श्रवण करती माने हृदय जिते अभद्र अच्छे अनर्थ अच्छी नष्ट हो 18 नंबरटा अभद्रेश नित्यं भागवती सेवया भगवती उत्तम श्लोक भक्ति भक्ति नैष्टि नष्ट प्राय सब नित्यं भागवती सेवया नित्य भागवत जन श्रवण भागवत माने संत भागवत ग्रंथ भागवत राजा भी नित्य भागवत जन श्रवण करुँच कौन हो सब अनर्थ नष्ट हो नष्ट प्राय सब अभद्र माने अमंगल अनर्थ जो रही नित्यं भागवत सेवा नैष्टिक भक्ति आसो भगवान के प्रति 1:5-28 कड़ प्रथम स्कंद पंचम अध्याय 28 नंबर श्लोक कौन टा सीटा टिकट पढ़ कहते कि नारद बाबू कहते नारद जी कहते पूर्व जन्म मुझ दासीपुत्र रूप थी ब्राह्मण शासन माँ रही थे जोड़ी सत मैंने आसते चतुर्मास्या उपलक्ष्य रही जाती प्रत्येक 3 थर पाठ 3 थर ना 3 थर पाठ कीर्तन करते प्रत्येक मान मुख विगलित से हरि कथा कीर्तन श्रवण कर मोर तमगुण रजगुण सब नष्ट हो गला पवित्र हो गले शुणिया दरकार आउरी 3 थर हो
2:2:37 କାଢ଼ 2:2:37 ମୋବାଇଲ ରଖିଥିଲା ସେ ମୋବାଇଲ ସେଟ୍ କରିଦେଇଛି 2:2:37 କାଢ଼ ଜଲ୍ଦି ପାଟି କର ପାଟି କରି ପଟି କାଢ଼ ପଡ଼ ପଡ଼ ପାଟି କରି ଅର୍ଥଟା এই ପ୍ରକାର ସନ୍ତ ମହାତ୍ମାମାନେ ସବୁବେଳେ ହରିକଥା କୀର୍ତ୍ତନ କରନ୍ତି ତଦ୍ୱାରା ଯେତେ ସବୁ କଳମସ ନଷ୍ଟ ହୋଇଯାଏ ହୃଦୟ ପବିତ୍ରୀକୃତ ହୋଇଯାଏ କଥାର ପ୍ରଭାବ 2:8:4 2:8:4 ଭାଗବତ ବୋର୍ଡ଼ ରଖିବ ଗୁଣତଶ୍ଚ ଷଷ୍ଠୀଷ୍ଠ ନାତି ଦୀର୍ଘେଣ ଭଗବାନ ବିଶତେ ହୃଦୟ माने नाति दीर्घेण काले नाति भगवान विषय जो मैंने भगवान कथा शुणुंट गुणतः सुचेष्टित श्रद्धार सहित बुझल ना श्रद्धार सहित एमती खाम खेल शुणिल जो श्रद्धार सहित अंतर सहित जो मैंने से कथा शुणुंट श्रीकृष्ण कथा ताले कौन हम तार जिते सब कौन हृदय भितर भगवान अवरुद्ध होती कालेन न अति दीर्घेण भगवान विशते हृदय माने अनति विलंबे अति शीघ्र भगवान आसी हृदय भितर बसे स्थापन करिए जो मैंने श्रद्धार सहित कथा शुणी थी कथार महिमा आते तापर 2:4:8 है 3:9:11 ये देखा दिग्दी काढ़ टीका कमेंटेड अच्छी 3:9 तृतीय स्कंद 9 अध्याय 11 रीड ओनली 11 बड़ोड़ा पढ़ा उधर पढ़ो अर्थ हे दयामय भगवान केवल श्रवण भक्ति द्वारा अर्थात आपनकर गुण और लीला श्रवण करी करी ही भक्त आपन को लाभ करिवार मार्ग पाई जाए एवं भक्तंकर श्रद्धा और भक्ति देखि आपन तांकर भक्तिपूत निर्मल हृदय कमल को निजर निवास स्थान कर दियंती हे पुण्यश्लोक प्रभु भक्त आपन को जो भावना चिंतन करती जय हो के बढ़िया श्लोकटा माने कथार प्रभाव केते देख जो खाली कथा श्रवण करती आपड़ प्रति प्रीतिभाजन हुंती जी जो प्रकार चिंतन कर कथा श्रवण करूथो से अनुसार आप प्रकाशित होती कथा भगवत कथारे ही भगवान बांधी होती ये जो श्लोक कहले ए वचन मोर ने सर्वशास्त्र कहे भक्ताख्यान सुनिले कृष्ण ते भक्ति भक्त आख्यान जो श्रवण करिवो ताहले कृष्ण प्रति भक्ति हम एटा शास्त्र प्रमाण देखिले प्रभुपाद कले संकलन कले हाँ आउर गोटे अच्छी 10:33-39 कड़ा कड़ा ओ 10:33 ये मामर विक्रीडितं ब्रजबरु विरदं ब्रज
ଲାଷ୍ଟ ଶ୍ଲୋକ ରାଜ ମହାରାଜର ହୃଦରୋଗ ଆଶୁ ଅପନୀତ ଚିରେଣ ଧୀର। ହୃଦୟ ରୋଗ ନଷ୍ଟ ହେଇଯିବ। 10, 33, 39 କାରଣ ଜଲ୍ଦି କ'ଣ ମିଳୁଛି ଗୋଟେ ଗୋଟେ ପାଠଶାଠ ପଢ଼ିକି 33ରୁ 39। ଦଶ 33, 39 କ'ଣ କମଳା? ହଉ କାଢ଼ ପଢ଼। ଅର୍ଥ କ'ଣ ଲଗାଇଛି? ଟୀକା ନାହିଁ ଏଥିରେ ପାଖରେ ରଖୁନ ବହି ଯାଉ। ହଉ 12:3-12 ବହିଆ ଧରି ବସ ନାହିଁ। ଭାଗବତ ଜାଣିଛ ତ ଭାଗବତ ଗୋଟେ ବସି ଥିଲା କି ମିଳିନ ନିଜେ ରଖୁନ ତ ଚାଇ ପଇ ରଖ ଚାଇ ତାଲା ପଇ ରଖ ଯାଉ ଦରକାର କିଣିକି ଆଣିବା ସେଟ୍ ନେଇଯାଉଛ ମନୀଷ ଆଣି ରଖୁନ ସେ ଯେଉଁଠି ନେଉଛ। କାହା ପାଖରେ ତମ ସୁରେଶ ବାବୁ କୁଆଡ଼େ ଗଲା କୁଆଡ଼େ? ହଉ ଛାଡ଼ ତମେ କେଉଁଠି ରଖିଥିବ ମନେ ପଡ଼ୁନଥିବ। କେଉଁଠି ଥିଲା ଦେଖୁନ କେଉଁଠି ଥିବ। ଡେଲି ଭାଗବତରେ ବସିଲା ବେଳକୁ ସେ ବହି ଥିଲା ଧରିକି ବସୁଥିବ ହେଲା। ଏ ଚୈତନ୍ୟ ଭାଗବତରେ ପଢ଼ିଲା ବେଳକୁ ଡ୍ୟୁଟିଟା ତମର ଖୋଜିକି ଆସିଥିବ ଯେଉଁଠି ଥିଲା। ଆଉ ମିଳିବନି। କିଏ ନେଇଥିଲେ କିଏ କହିବ କି? ଚୁପ୍ ହେଇଯିବ ନା। ସେ କେତେଦିନ ପରେ ଆସିବା ତ ବୁଲି ବୁଲି ବହିରା ଗ୍ରନ୍ଥରେ ଆସିବେ। ମୋ ଗୀତଟା କୁଆଡ଼େ ମିସ୍ ହେଲା ଡରିକି ଥିଲେ କିଏ ଜାଣି ରଖିବନି। ଆଉ କେତେ 2 ଦିନ ପରେ ମିଳିଯିବ। ଆଉ ଛାଡ଼ ନାଇଁ ତ ନାଇଁ। ମହାଭକ୍ତ ହରିଦାସ ଠାକୁର ଜୟ ଜୟ ହରିଦାସ ସମ୍ବରଣେ ସର୍ବ ପାପ କ୍ଷେ। ଦେଖିଲ ବାଲେଶ୍ୱର ଯାଇକି 2-4ଟା ସେଟ୍ ଧରିକି ପଳା ଆସନ୍ତି କାମ ସରିଯିବ। ଆଉ କିଏ କୁଆଡ଼େ ନେବେନି ଏଇଠି ସେଟ୍ଟି ରହିଲା କାମ ନେଇ ଆସ। କେତେ ଗୀତା ପ୍ରେସ ତ ବହି ଠିକ୍ ଅଛି। ମହାଭକ୍ତ ହରିଦାସ ଠାକୁର ଜୟ ଜୟ ହରିଦାସ ସମ୍ବରଣେ ସର୍ବ ପାପ କ୍ଷୟ। ବା କହିଲେ ହରିଦାସ ଠାକୁରଙ୍କୁ ଯେଉଁମାନେ ସ୍ମରଣ କରି ତାଙ୍କର ସବୁ ପାପ କ୍ଷୟ ହେଇଯିବ। ଏହି ପ୍ରକାର ମହାତ୍ମା ଯେ ସଂସ୍ମରଣାଥ ଯାହାଙ୍କୁ ସ୍ମରଣ କଲେ ସବୁ ଘର ହିଁ ପବିତ୍ର ହେଇଯିବ। ଆଉ ଦର୍ଶନ କଲେ କ'ଣ ତାଙ୍କର ଶୌଚ ପାଦ ପ୍ରକ୍ଷାଳନ ଆଦି ଆସନ ଆଦି ଦେଲେ କ'ଣ ନ ହେବ। ଏତେ ମହାତ୍ମାଙ୍କୁ ସ୍ମରଣ ଆମେ ଯେଉଁ ହରିନାମ କରୁଛେ ନା ହରିନାମ କରିବା ପୂର୍ବରୁ ନାମାଚାର୍ଯ୍ୟ ହରିଦାସ ଠାକୁର ସ୍ମରଣ କରିବା ଦରକାର। ଗୁରୁବର୍ଗ ତ କରିବା କଥା ଗୁରୁବର୍ଗ ପ୍ରଭୁପାଦ ଆଦି କିନ୍ତୁ ହରିଦାସ ଠାକୁରଙ୍କୁ ସ୍ମରଣ କରିବା ଦରକାର ଯେହେତୁ ସେ ନାମର ଆଚାର୍ଯ୍ୟ। କରୁଛ ଜଗା କରୁଛ କ'ଣ କରୁଛ କ'ଣ କରୁଛ କହୁଛି କରୁଛ କାହାକୁ କାହାକୁ ସ୍ମରଣ କରୁଛ? ପ୍ରଥମେ ଗୁରୁଦେବ ବୋଲି କୁହେ। ପ୍ରଥମେ ଗୁରୁଦେବଙ୍କୁ ସ୍ମରଣ କରେ। ପ୍ରଥମ ହେଲା ଆଦୌ ଗୁରୁ ପାଦାଶ୍ରୟ ତେଣୁ ଏଇ ସମ୍ବନ୍ଧ ହିଁ କଟିଯାଉଛି। ପ୍ରଥମ କଟିଯାଉଛି।
ଜଣାପଡ଼ିଯିବ ପ୍ରଶ୍ନରୁ ପଚାରିଲେ ତାର ଉତ୍ତର ଜଣାପଡ଼ିଯିବ। ପ୍ରଥମେ ଗୁରୁଙ୍କୁ ସ୍ମରଣ କରିବ, ଦ୍ୱିତୀୟରେ ଶିକ୍ଷା ଗୁରୁ କରିବ, ଯେଉଁମାନେ ଦ୍ୱାରା ତୁମେ ଶିକ୍ଷିତ ହେଇଛ। ବର୍ତ୍ତମାନ ପ୍ରଦର୍ଶନ ଗୁରୁ ଯେଉଁମାନେ ତୁମେ ଶିକ୍ଷା ଦେଇଛନ୍ତି, ମାନେ ଯିଏ ପଥକୁ ଆଣିଛନ୍ତି, ନିୟମ ଏଇଟା। ଯେଉଁମାନେ ପାଖରୁ ନାମର ମହିମା ଶିଖିଲ, ଯେଉଁମାନେ ବର୍ତ୍ତମାନ ରହିଛନ୍ତି, ଯେଉଁମାନେ ନାମ ନିଷ୍ଠ ମହାତ୍ମା, ସେମାନଙ୍କୁ ସ୍ମରଣ କରିବ। ଏସବୁ ଆବଶ୍ୟକ, କଲେ ହିଁ ଧୀର ହେବ। ଦଳ କୁଆଡ଼େ ହେଉଛନ୍ତି? ଚିଲ୍ଡ୍ରା ଦଳ। ଗୁରୁ ବୈଷ୍ଣବର ହରି ଗୁରୁ ବୈଷ୍ଣବର ସ୍ମରଣ କରିବ। ତିନିରେ ସ୍ମରଣ ବିଘ୍ନ ବିନାଶ। କେହ ବୋଲେ ଚତୁର୍ମୁଖ ଯେନ ହରିଦାସ, କେହ ବୋଲେ ପ୍ରହ୍ଲାଦେର ଯେନ ପରକାଶ। କିଏ କହୁଛନ୍ତି? ହରିଦାସ ଠାକୁର ହେଉଛନ୍ତି ବ୍ରହ୍ମା। ଚତୁର୍ମୁଖ ମାନେ ବ୍ରହ୍ମା। ବ୍ରହ୍ମା ହିଁ ହରିଦାସ ଠାକୁର ଆସିଛନ୍ତି। ଆଉ କିଏ କହୁଛନ୍ତି ଇଏ ହିଁ ପ୍ରହ୍ଲାଦ, ପ୍ରହ୍ଲାଦଙ୍କ ପ୍ରକାଶ। ସରମତେ ମହାଭାଗବତ ହରିଦାସ, ଚୈତନ୍ୟ ଗୋଷ୍ଠୀର ସଙ୍ଗେ ଯାହାର ବିଳାସ। ସେ କିଏ ବ୍ରହ୍ମା କହୁ କି କିଏ ପ୍ରହ୍ଲାଦ ମହାରାଜ କୁହନ୍ତୁ, ଯାହା ବି, କିନ୍ତୁ ସମସ୍ତଙ୍କ ମତରେ ହରିଦାସ ଠାକୁର ହେଉଛନ୍ତି ବଡ଼ ମହାଭାଗବତ। ସର୍ବମତେ ମହାଭାଗବତ ହରିଦାସ, ଚୈତନ୍ୟ ଗୋଷ୍ଠୀର ସଙ୍ଗେ ଯାହାର ବିଳାସ। ଚୈତନ୍ୟ ଗୋଷ୍ଠୀ ଯିଏ ବିଳାସ କରୁଛନ୍ତି, ମହାପ୍ରଭୁଙ୍କ ପରିକ୍ରମାମାନଙ୍କ ଭିତରେ ଯିଏ ବିଳାସ କରୁଛନ୍ତି। ଏଇ ଦେଖନ୍ତି ସେ ଦଳଟା କ'ଣ କରୁଛନ୍ତି? ଗଛ ପଛ ଭାଙ୍ଗିଲେ ପିଟେ ଛାଡ଼େ, କିଛି କୁହନି, ଥାଆନ୍ତୁ ଗଛ କ'ଣ କରୁଛନ୍ତି। ଚୈତନ୍ୟ ଗୋଷ୍ଠୀର ସଙ୍ଗେ କରହ ବିଳାସ। ବ୍ରହ୍ମା ଶିବ ହରିଦାସ ହେନ ଭକ୍ତ ସଙ୍ଗ, ନିରବଧି କରିତେଛି ତେର ବଡ଼ ରଙ୍ଗ। ନିରବଧି କରିତେ ଚିତେର ବଡ଼ ରଙ୍ଗ। ବ୍ରହ୍ମା ଶିବ ହରିଦାସ ହେନ ଭକ୍ତ ରଙ୍ଗ, ଅଜ ଭବରେ ହରିଦାସ ସଙ୍ଗ ବାଞ୍ଛନୀୟ। ମାନେ ବ୍ରହ୍ମା ଓ ଶଙ୍କର ଏମାନେ ମଧ୍ୟ ହରିଦାସ ଠାକୁର ସଙ୍ଗ ଲାଭ କରିବା ପାଇଁ କାମନା କରନ୍ତି। ଏତେ ବଡ଼ ମହାତ୍ମା ଇଏ। ଭଜନ ଯେଉଁମାନେ କରି ତାଙ୍କୁ ସାରା ଦୁନିଆ ଗ୍ରହଣ ମାନିବ ଭଜନର। ଇଏ ତ ମହାପ୍ରଭୁଙ୍କର ନିତ୍ୟ ସିଦ୍ଧ ପରିକର ମାନେ। ବ୍ରହ୍ମା ଶିବ ହରିଦାସର ହେନ ଭକ୍ତ ସଙ୍ଗ। ବ୍ରହ୍ମାଜୀ ଶଙ୍କରଜୀ ହରିଦାସଙ୍କ ସଙ୍ଗ କରିବା ପାଇଁ ଚାହାନ୍ତି ସବୁବେଳେ। ସର୍ବଲୋକ ପିତାମହ ବ୍ରହ୍ମା ଏବଂ ସର୍ବସଂହାରକ ଶିବ ହରିଦାସର ସଙ୍ଗଲାଭ କରିତେ ସର୍ବଦା କୌତୂହଳ ପ୍ରକାଶ କରନ୍ତି। ଶଙ୍କର ଭଗବାନ ଭୋଲେ ବାବା ଆଉ ପିତାମହ ଯିଏକି ଆମର ବିଧାତା ବ୍ରହ୍ମାଜୀ, ଏଇମାନେ ମଧ୍ୟ ହରିଦାସ ଠାକୁରଙ୍କର ସଙ୍ଗଲାଭ କରିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରନ୍ତି। ମହାତ୍ମାନଙ୍କର କାହିଁ କରିବେନି, ନିଶ୍ଚିତ କରିବେ ନା। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ? ଯୋଗୀ। ଯୋଗୀ जी ना, आदित्यनाथ जोगी। जोगी फोन कले विनोद बाबू, बाबा कैसे आप? सरकार भी ब्रह्मा को बड़ कथा है ना बर्तमान देखा जाए। जोगी फोन कर बर्षण विनोद बाबू, बाबा कैसे आप? कोरोना बाबा कौन कल जो कुछ जरूरत पड़े तो बोलिए, सेवा के लायक मेरे लिए सेवा। बाबा कहले किशोर जी की कृपा से हम सब सही सलामत, सब ठीक है बाबा, बस प्रसन्न रहिए। राधारानी की कृपा में सब भल अच्छे, किसी असुविधा नहीं। यहाँ तक कि बरसना की 10 माइल तक बा 10 योजन तक किसी को कोरोना नहीं हुई। क्या कोई कोरोना है? आश्चर्य कथा। ब्रजरे कोरोना नहीं कहले चले। मुख्यमंत्री फोन कर भजन चमत्कार कथाटा यहाँ। तेणु हरिदास ठाकुर नामाचार्य ब्रह्मा संग लाभ करने चाहिए, शंकर चाहिए, कौन असुविधा? कौन सब टाइम हो गला, खरा दिन पड़ा आसला। हाँ जा जा, हरे कृष्ण कोई कौन ना। हाँ जा, चिल्ला दल आसवे एथर।
ବିନୋଦ ବାବା ଯଦି ବସିଥିବେ ତାଙ୍କ ପଛରେ ଛୋଟିଆ ଲାଲି ଯାଉ ଦୌଡ଼ୁଥିବେ ଖାଲି ଏଡ଼ିକି ଏଡ଼ିକି ଛୋଟିଆ ଛୁଆ ଯାଉ ସବୁ ବାବାଙ୍କୁ ସେମିତି ଭଲ ପାଆନ୍ତି। ସେ ମେଞ୍ଚେ ଚକୋଲେଟ୍ ରଖିଥିବେ, ଚକୋଲେଟ୍ ଯାହା ବାଣ୍ଟି ବାଣ୍ଟି ମାଙ୍କଡ଼ ଫାଙ୍କଡ଼ ଦେଇକି ଯାଉଥିବେ ରାସ୍ତା ସାରା। ଆହୁରି କିଛି ବଳକା ରଖିଥିବେ, କେତେଟା ପୁରା ତାଙ୍କର ଅଛନ୍ତି ଗ୍ରାହକ। ବର୍ଷନା ଉପରକୁ ଯାଆନ୍ତି, ସେ କେତେଟା ଲାଲି ଯାଆନ୍ତି ଛୋଟିଆ ଛୋଟିଆ ଝିଅ ଯାହା ବାବାଙ୍କୁ ଜୁହାର ହେବେ, ଚକୋଲେଟ୍ ନେବେ। ତାଙ୍କର ରୁଟିନ୍ ହେଇଯାଇଥିଲା, ଅପେକ୍ଷା କରିଥିବେ ବାବା ଆସିଲା ବେଳକୁ ଦୌଡ଼ି କିଚିରି ମିଚିରି କିଛି ମିଛି କରି ସେ ତାଙ୍କୁ ଦେଇସାରିଲା ପରେ ହିଁ ବାବା ଯାହା ସହିତ କଥା ହେବେନି, ରଖିଦେବେନି ସେମାନେ। ଏ ଦଳ ସେମିତି ପିଲା ଛୋଟ ତାଙ୍କର ପ୍ରୀତି ସମସ୍ତ ସହିତ। ଆଉ ସବୁଠୁ ଇଣ୍ଟରେଷ୍ଟିଂ, ଯିଏ ବି ଛୋଟିଆ ଝିଅ ତା ଚରଣ ଧରି ବାବା ଜୁହାର ହେବେ। ଛୋଟିଆ ଝିଅ ଲାଲିରେ ହେଇଥିବ, କିନ୍ତୁ ଗୋଟେ ମହାତ୍ମା ଦେଖ ସିଏ କେଉଁ ଭାବ ଦର୍ଶନ କରନ୍ତି। ଇଏ କିଶୋରୀଜୀର ପରିକର ମାନେ ରାଧାରାଣୀଙ୍କର ବ୍ରଜବାସିନୀ ମାନେ ଗ୍ୱାଲିନୀ ଛୋଟିଆ ଲାଲି ବୋଲି ଭାବି ଜୁହାର ହୁଅନ୍ତି। ଏଇ ସଦ୍ଭାବନାରେ ସେ ପ୍ରଣାମ କରୁଥିଲେ ଛୋଟିଆ ଛୋଟିଆ ଝିଅ ଯାଉ। ଏମାନେ ଛୋଟ ନିଷ୍ପାପ ନା, ଛୋଟ ଯାହା ନିଷ୍ପାପ, ସେମାନେ କିଛି ଜାଣନ୍ତିନି। ତାଙ୍କୁ ଜୁହାର ହେଲେ ସେ ଜୁହାର ହୁଅ ଯାହା ହୁଅନ୍ତୁ ଚକୋଲେଟ୍ ମିଳିଲା ମଧ୍ୟ ଅପେକ୍ଷା କରିଥିବେ ସେମାନେ। ବାବା ପୁରା ସ୍ପର୍ଶ କରିବେ, ମୁଣ୍ଡଟା ଲଗେଇ ତାଙ୍କ ଚରଣରେ, ତାପରେ ଚକୋଲେଟ୍ ଦେବେ। ଏଇ ପ୍ରକାର ଦେଖିଲେ ଆନନ୍ଦ ଲାଗେ ସେ ସନ୍ଥର ଯ ବୈଷ୍ଣବ ଚିତ୍ତ ବ୍ୟବହାର ଯ। ସେଥିପାଇଁ ବ୍ରହ୍ମାଜୀ ଆଉ ଶଙ୍କରଜୀ ମଧ୍ୟ ହରିଦାସ ଠାକୁରଙ୍କୁ ସଙ୍ଗଲାଭ କରିବା ପାଇଁ ଚାହୁଁଥିଲେ ସବୁବେଳେ। ମହାତ୍ମାମାନେ କ'ଣ ଦିଅନ୍ତି? କିଛି ଯେଉଁମାନେ ଭଜନ କରୁଛନ୍ତି ବାସ୍ ସେମାନଙ୍କୁ ଖାଲି ଦର୍ଶନ କରିବ, ତାଙ୍କ ପାଖରେ 10 ମିନିଟ୍ ବସିଯିବ ନା, ସେଥିରେ ଯେଉଁ ଶାନ୍ତି ମିଳେ, ଏ ଶାନ୍ତି ଜଗତର କୌଣସି ବଜାରରେ ନାହିଁ, କୌଣସି ମାର୍କେଟରେ ନାହିଁ। ଭଜନ ଯେଉଁମାନେ କରନ୍ତି ବାସ୍ତବରେ ଗୁରୁବାରଙ୍କ ଗତିରେ ଯେଉଁମାନେ ଭଜନନିଷ୍ଠ, ସେ ସଦାଚାର ସମ୍ପନ୍ନ ଯେଉଁମାନେ, ସେମାନଙ୍କ ପାଖରେ ଟିକେ ବସି ପଡ଼ିବ, ଖାଲି 5-10 ମିନିଟ୍ ବସିବ। ବେଶ୍ୟା କ'ଣ କରୁଥିଲା କି? ଖାଲି ବସିଲା। ଖାଲି ହରିଦାସ ଠାକୁର ରାତି ସାରା ବସି ଭଜନ କରୁଛନ୍ତି। ତାଙ୍କୁ କଳଙ୍କିତ କରିବା ପାଇଁ ସେ ଆସିଥିଲା ଜମିଦାର ପ୍ରଲୋଭନରେ ପଡ଼ିକରି, କିନ୍ତୁ ଶେଷରେ ସେ ହିଁ ପରିବର୍ତ୍ତିତ ହେଇଗଲା। ଖାଲି ହରିଦାସ ଠାକୁର ଏ ଯେଉଁ ହରିନାମ କରିବା ସମୟରେ ଯେଉଁ ଭାବର ତରଙ୍ଗ ସବୁ ମୁଖରେ ପ୍ରକାଶିତ ଥାଏ, ସେ ବସି ଖାଲି ଦେଖୁଛି। ଖାଲି ଦେଖି ଗୋଟେ ସନ୍ଥଙ୍କର ମୁଖାରବିନ୍ଦର ଝାଙ୍କି। କାହିଁକିନା ଜଣେ ଯଦି ଭଗବାନଙ୍କୁ ଚିନ୍ତନ କରି ହରିନାମ କରୁଥିବ, ତା ମୁଖଟାକୁ ଦେଖିବ, ସେ ଗ୍ଲେଜ୍ ଅଲଗା, ସେ ପ୍ରସନ୍ନତା, ତା ଭାବ ହିଁ ଅଲଗା। ହରିନାମ ତ ସମସ୍ତେ କରୁଛେ ମନା ନାହିଁ, କିନ୍ତୁ ଯେଉଁମାନେ ଭଗବତ ସ୍ମୃତି ଯେଉଁମାନଙ୍କୁ ହେଉଥିବ ହରିନାମର, ସେମାନଙ୍କ ମୁଖକୁ ଦର୍ଶନ କଲେ ଜଣାପଡ଼ିଯିବ, ତାଙ୍କର କଥା ଶୁଣିଲେ ଜଣାପଡ଼ିଯିବ, ତାଙ୍କ କଣ୍ଠ, ତାଙ୍କର ସ୍ୱର, ତାଙ୍କର ବିଚାର, ତାଙ୍କର ଯେମିତି କହିଲା ଫେସ୍ ଇଜ୍ ଦ ଇଣ୍ଡେକ୍ସ ଅଫ୍ ମାଇଣ୍ଡ। ମୁଖ ହିଁ ମନର ସୂଚୀପତ୍ର ନା କ'ଣ? ସେ ପ୍ରକାର ମନ ଭିତରେ ଯାହା ଚିନ୍ତନ କରୁଥିବା ମୁହଁ ଭିତରେ ସେଟା ରିଫ୍ଲେକ୍ଟ ହେବ, ତାର ସିମ୍ପଟମ୍ ଦେଖାଯିବ। ଯେଉଁମାନେ ହରିସ୍ମରଣ କରି ହରିନାମ କରୁଛନ୍ତି, ତାଙ୍କ ମୁଖକୁ ଦେଖିଲେ ଜଣାପଡ଼ିଯିବ ତାଙ୍କ ସ୍ଥିତିଟା ସେଇ ସମୟରେ। ଆଉ ଯେଉଁମାନେ ଖାଲି ବିରକ୍ତିରେ କରୁଥିବେ, ଭାବନା କୁଆଡ଼େ ଥିବ, ଅଲଗା ପ୍ରକାର। ଆଉ ହରିଦାସ ଠାକୁର ତ ଜଣେ ଉଚ୍ଚକୋଟୀ ମହାତ୍ମା ନା, ନିତ୍ୟ ସିଦ୍ଧ ମହାତ୍ମା। ତାଙ୍କ ମୁଖକୁ ବେଶ୍ୟା ଦେଖୁଛି, ଆଉ ପରିବର୍ତ୍ତନ ତ ସ୍ୱାଭାବିକ ହେବ। ପରିବର୍ତ୍ତନ ହେଇଗଲା। ସେ ବଡ଼ ବଡ଼ ମାନେ ଏ ପ୍ରକାର ମହାନ୍ତି ହେଲା ବୈଷ୍ଣବୀ। ତାକୁ ବଡ଼ ବଡ଼ ଲୋକମାନେ ଦେଖିବା ପାଇଁ ଗଲେ, ବଡ଼ ବଡ଼ ବୈଷ୍ଣବ ଯାହାର ଦେଖିବାରେ ଯାଆନ୍ତି। ଭଜନର ଚମତ୍କାର ଅଲଗା। ଯେଉଁଠି ରୋଜରୁ ଖାଲି ହରିଭଜନ କରିବ ନା, ହରିପରାୟଣ ହେବ, ଦେଖିବେ ସବୁ କିଛି ହେଇଯିବ, ଅସମ୍ଭବ ସମ୍ଭବ ହେଇଯାଏ ସେଠି। ଅସମ୍ଭବ ସମ୍ଭବ ହେଇଯିବ, ମିରାକଲ୍ ଏସବୁ ଘଟଣା। ପୂଜ୍ୟ ରମେଶ ବାବୁ କୁଆଡ଼େ ଯାଆନ୍ତିନି ବର୍ଷନାର, ସବୁବେଳେ ଭଜନରେ ଥାନ୍ତି, ମସ୍ତିରେ। ବିନୋଦ ବାବା ଜପ କରନ୍ତି, ଗୁରୁତ୍ୱ ଦିଅନ୍ତି। ରମେଶ ବାବା କୀର୍ତ୍ତନ କରନ୍ତି। 2ଟା ବିଭୂତି ଅଛନ୍ତି ବର୍ଷନାରେ। ଏ କୀର୍ତ୍ତନ ରାତି 12ଟା ପର୍ଯ୍ୟନ୍ତ ମହାରାଜ କରୁଥିବେ ବାବା। ଏବେ କମିଗଲା, ତାଙ୍କର ଠିକ୍ 9ଟା ପରେ ଆରମ୍ଭ ହେବ। ଏବେ ତ ବହୁତ ପୂର୍ବରୁ ଦେଖୁଥିବ ଆରମ୍ଭ, ଯେହେତୁ ପ୍ରଥମେ ଯାଉଥିଲି। ରାତି 11ଟା 12ଟା ପହଞ୍ଚିଲେ ମହାରାଜ ପୁରା
ସେ ଭାବ ଅଲଗା, ସେ ତାଙ୍କର ସେ ଇଏ ଫ୍ଲୋ ଅଲଗା ଶିଷ୍ୟଙ୍କର। 15-20 ବର୍ଷ ତଳ କଥା କହୁଛୁ। ଏବେ ତ ମହାତ୍ମା ଇଏ ହେଇଗଲେଣି। ସ୍ଥିତି ଅଲଗା, ତାଙ୍କ ଚିନ୍ତନ ଅଲଗା। ସେଥିପାଇଁ କୁଆଡ଼େ ଜଣେ ଆଜି କୋଟି କୋଟି ଟଙ୍କା ତାଙ୍କ ଚରଣ ଲୁଟିଛି। ଆଜି କେତେ କ'ଣ କଲେ ସେମାନେ ଆଉ କୁହନି। ସମ୍ପୂର୍ଣ୍ଣ ବ୍ରଜର ଯେତେ ସବୁ ରକ୍ଷା କଲେ, ସେ ବ୍ରଜ ସୁରକ୍ଷା ବାହିନୀ ତିଆରି କରିଛନ୍ତି। ସେ କୁଣ୍ଡକୁ ସଂସ୍କାର କଲେ। ମାଫିଆମାନେ ନେଇ ଯାଉଥିଲେ ସବୁ, ବିଶେଷ କରି ପଥର ଫଟେଇକିରି ପାର୍ବତ ଏ ଅଟକେଇଲେ। ମାନେ ବାବାଙ୍କୁ ମାରିବା ପାଇଁ ସୁପାରି ଦିଆଗଲା। ଶେଷରେ ସୁପାରି ଜାଣିଛ ନା? ସୁପାରି କିଲର ଯାକୁ କୁହାଗଲା। 1,00,000-2 ଲକ୍ଷ ନେବେ ଗୋଟେ ଲୋକ ମାରିବା ପାଇଁ। ରମେଶ ସାହୁକୁ ଆଟାକ୍ କରିବା ପାଇଁ ସୁପାରି ଦିଆହେଇଥିଲା ଦିଲ୍ଲୀରୁ। ଏଇ ଯେଉଁ ମାଫିଆ, ପଥର ମାଫିଆ ଏ ଅଟକେଇ ଦେଲେ ନା। ବ୍ରଜରେ କୌଣସି ପାହାଡ଼କୁ ବ୍ଲାଷ୍ଟ କରାଯିବନି। କେବଳ ରମେଶ ସାହୁଙ୍କର ବଡ଼ ଅବଦାନ ସେଟା। ଇଏ କହିଲେ ଆରେ ଭାଇ ମରିବା ତ ମରିବା, କିଶୋର ଜି ଯାଉ ରକ୍ଷା କରି କ'ଣ ମାରିବ? ସେ ମାରିପାରିଲାନି, ସେ ଧରା ପଡ଼ିଗଲା। ଏହି ପ୍ରକାର ସେ ସଂଘର୍ଷ କରୁଛନ୍ତି। ଭଲ, ଯେତେ ସେ ହେଉଛନ୍ତି ଆହ୍ଲାବାଦର ହେଉଛନ୍ତି ସିଏ। ଯେତେବେଳେ ଜବାହରଲାଲ ନେହେରୁ ଆହ୍ଲାବାଦ ଯାଇକି ପ୍ରିଚିଂ କରୁଥିଲେ, ସେ ସମୟରେ ସେ ୟଙ୍ଗ ଥିଲେ। ବାବା କହୁଥିଲେ ଥରେ, ନେହେରୁଙ୍କ ସମୟ ଲୋକ ସେ ସମୟରେ ସେ କଲେଜ ପଢ଼ୁଥିଲେ। ତାଙ୍କର ହାଇଲି କ୍ୱାଲିଫାଏଡ଼ ମାନେ ନାହିଁ, ସମ୍ଭ୍ରାନ୍ତ ବଂଶ। କିନ୍ତୁ ସେଇଠୁ କ'ଣ ପଳାଇ ଆସିଲେ ସେ। ତାଙ୍କ ମା' ଯେତେବେଳେ ଜ୍ୟୋତିଷ୍କାର ଦେଖିଲେ, ନା ସେ ଜ୍ୟୋତିଷ୍କାର ତାଙ୍କୁ କହିଥିଲେ ନା ନାଁଟା ପରିବର୍ତ୍ତନ ଦରକାର ନାହିଁ, ରମେଶ ନାଁଟା ହିଁ ରଖ। ତାଙ୍କ ନାଁ ଥିଲା ରମେଶ। ମା' ଚାହୁଁଥିଲେ କିଛି ଭଲ ନାଁ ରଖିବା। ସେ ଜ୍ୟୋତିଷ୍କାର କହିଲେ ନା ଏଇ ରମେଶ ନାଁଟା ହିଁ ରହୁ। ଏଇ ନାଁର ଆଙ୍କର ଯୋଟକ ଯେଉଁ ରହିଛି ନା, ଭାଗ୍ୟରେଖା ବହୁତ ପରିବର୍ତ୍ତନ ହେବ। ଆଜି ସେଇଟା ରମେଶ ବାବା ଶବ୍ଦ ଲାଗିଗଲା ପୁରା। ବିରକ୍ତ ସନ୍ତ ବ୍ରଜର। ସେ ଯେତେବେଳେ ବର୍ଷନା ଆସିଲେ, ବର୍ଷନାରେ ଶେଷରେ ଏ ଯେଉଁ ଦାନଘାଟ ମନ୍ଦିର ଯେଉଁ ଅଛି ମାନଗଡ଼ ଉପରେ, ମାନ ମନ୍ଦିର, এটা ପୁରୁଣା। ସେ ମାନ ମନ୍ଦିର, ଖାଲି ମନ୍ଦିରଟା ଛୋଟିଆ ଥିଲା, ଛୋଟିଆ ଗୋଟେ। ସେଠି ସବୁ ରହୁଥିଲେ ଲୋକମାନେ, ସବୁ ଡକାୟତମାନେ ରହୁଥିଲେ, ଗୁଣ୍ଡାମାନେ ରହୁଥିଲେ। ସବୁବେଳେ ମଦ୍ୟପାନ ଶରାବପାନ କରିବେ, ବିଭିନ୍ନ ଅସତ୍ କାର୍ଯ୍ୟ କରିବେ। ସେଠିକି ଦିନରେ ମଧ୍ୟ କେହି ଲୋକ ଡରିକି ଯାଉନଥିଲେ। ବ୍ରଜବାସୀମାନେ ଡରିକି ଯାଉନଥିଲେ, ମାନେ ଆଡ୍ଡା ଥିଲା ପରେ ସେ ଜଙ୍ଗଲ। ସେ ସମୟରେ ଇଏ ରାସ୍ତା ଖୋଜିଲେ ରହିବା ପାଇଁ। ଲୋକ କିଛି ପଠେଇଦେଲେ, ବାବା ऊपर एक मंदिर खाली पड़े हो, जाओ वहाँ जाओ। ଇଏ ଜାଣିନାହାନ୍ତି, ପଳେଇଲେ ଖାଲି ମନ୍ଦିର ଗୋଟେ ରହିଗଲି। କିନ୍ତୁ ଦେଖ ସେଠି କେତେ ଆଙ୍କ ସହିତ ସଂଘର୍ଷ ହେଇଛି। ସେଠି ଭଜନ କରିଛନ୍ତି। ଧୀରେ 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 ସେ ହଟେଇଛନ୍ତି ସେଇ ଗୁଣ୍ଡାମାନଙ୍କୁ, ସେ ମଦୁଆମାନଙ୍କୁ। କେତେ ତାଙ୍କର ଶିଷ୍ୟ ହେଇଗଲେ। ତାପରେ ବ୍ରଜବାସୀ ତଳୁ ଧୀରେ 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 ଗଲେ। ଭଗବାନ ଇଏ ଅଯାଚିତ ବୃତ୍ତି ଧୀରେ ଧୀରେ ବ୍ରଜବାସୀ ତାଙ୍କୁ ରୁଟି କରିକି ନେଇ ତିଆରି କରିଦେଲେ। ଏ ସବୁ ଖାଲି ଭଜନ ହିଁ କରୁଥିଲେ, ଆଉ କିଛି ନାହିଁ। ସବୁବେଳେ କୀର୍ତ୍ତନ ଭଜନ, ରାଧାରାଣୀଙ୍କର ମାନେ କୁହନି, ସଖୀ ପୁରା ନାଚିବେ। ପାଉଁଜି ପିନ୍ଧିକି ନାଚନ୍ତି ଘଣ୍ଟାଟେ ଲେଖି। ସେ ସମୟରେ ସକାଳେ ଗୀତା ପାଠ କରିବେ। ଗୀତା ପାଠ ପରେ ଗୋଟେ ଅଧଘଣ୍ଟା ନୃତ୍ୟ କରିବେ, ଘଣ୍ଟେ ନୃତ୍ୟ କରିବେ ପୁରା ଫିଲ୍ଡ। ସେ ମାନ ମନ୍ଦିର ସମ୍ମୁଖରେ ଠିକ୍ ଥିଲା। ହଁ, ଏଇ ଅସୁବିଧା କ'ଣ କରାଯିବ। ଶ୍ରୀ ରାଧେ ନୃତ୍ୟ କରନ୍ତି ଭାବରେ। କେତେ ବର୍ଷ ବିତିଗଲା, ସେ କୁଆଡ଼ୁ ବ୍ରଜ ଛାଡ଼ି କୁଆଡ଼େ ଯାଉନାହାନ୍ତି। ଏପରି ଦିଲ୍ଲୀରେ ଯଦି କେତେ ଜଣ ଚାହିଁଲେ, ବାବା ଆମକୁ କିଛି ଦେବା ପାଇଁ ଚାହୁଁଛୁ, ये कहले जिसको देना है किशोर जी के चरणों में आकर दे, हम नहीं जाएंगे ब्रज छोड़ के कहीं पर। ये ହେଉଛି ନିଷ୍ଠା ତାଙ୍କର। ଯାହାକୁ ଧରିଛି କିଶୋର ଜି ଚରଣ ଦେବ, ମୁଁ କାହିଁ ଯିବି। ଏଇ ଯେଉଁ ଭଜନର ମାର୍ଗ ନା, ଅଦ୍ଭୁତ ମାର୍ଗ ବାସ୍ତବରେ ଶିକ୍ଷଣୀୟ। ଏସବୁ ସେମାନେ ରସ ପାଉଛନ୍ତି, ଆନନ୍ଦ ପାଉଛନ୍ତି। ଆମମାନଙ୍କର କିନ୍ତୁ ଆମେ ସବୁ ଆନନ୍ଦ ପାଉନି। ଭଜନର ଢଙ୍ଗି କରୁଛେ, ଅଭିନୟ କରୁଛେ, ସେଥିପାଇଁ ବିରକ୍ତି ଲାଗୁଛି, ନିଦ ଆସୁଛି। ତା'ର ସଂସ୍କାର ନାହିଁ ତାମାନଙ୍କର। ସେମାନେ ନିତ୍ୟ ସିଦ୍ଧ ପରିକର ନହେଲେ ଏତେ ବଡ଼ ଯାତ୍ରା କରୁଛନ୍ତି। 15,000 ମାନେ 20,000 ଲୋକକୁ 40 ଦିନ ପର୍ଯ୍ୟନ୍ତ ଖାଇବା ରହିବା ଖାଲି ସେତିକି ନୁହେଁ, ଫେରିଲା ବେଳେ ତାଙ୍କୁ କମଳ, ବ୍ୟାଗ୍, ଟର୍ଚ୍ଚ କ'ଣ କ'ଣ ଦେଉଛନ୍ତି। ଆହୁରି 40 ଦିନ ପର୍ଯ୍ୟନ୍ତ ସାରା ବୁଲେଇବେ। ସବୁ 3 ଟାଇମ୍ ବ୍ରେକଫାଷ୍ଟ, ଲଞ୍ଚ, ଡିନର, ପ୍ରସାଦ ଦେଇକିରି। ଏମିତି କିଏ କରିବ? ଆମେ ଯାତ୍ରା କରୁଛେ, ପେପର ଛପଉଛେ, ଏତେ ଟଙ୍କା ଦରକାର। ଆମମାନଙ୍କ ସ୍ଥିତି କାହିଁକିନା ଆମର ସେ ପୁରା ଅର୍ଗାନାଇଜ ନାହିଁ। ଆମର ଛୋଟିଆ। ବାବାଙ୍କର ଗୋଟେ ଅଲଗା ପ୍ରକାର ସ୍ଥିତି। ସିଏ
ଆରମ୍ଭ କରିଛନ୍ତି ସେ ଯାତ୍ରା ଗୋଟେ ବ୍ରଜରେ ଯେ କାର୍ତ୍ତିକ ମାସ ଯେ କରୁଛନ୍ତି। ଏସବୁ କିଶୋରଜୀଙ୍କ କୃପା। ତାଙ୍କୁ ଡୋନେଟ୍ କରିବା ପାଇଁ ଲୋକମାନେ ଲାଇନ୍ ଲାଗୁଛନ୍ତି। ଲୋକମାନଙ୍କର ଧାଡ଼ି ଲାଗିଛି ଯାତ୍ରାରେ ଖର୍ଚ୍ଚ ବିୟର କରିବା ପାଇଁ। ଆଉ ଯେଉଁ ଲୋକଟା ମାରୱାଡ଼ି ବା ଧନୀ ତ ପ୍ରାୟ ଦିଲ୍ଲୀରୁ ଆସନ୍ତି, ଯିଏ ଯେଉଁ ବର୍ଷ ଯାତ୍ରାରେ ଟିକେ ବାବାଙ୍କ ପାଖକୁ ଦେଇଦେଲା ସେ ଭାବିବ ତା ଜୀବନ କୃତ୍ୟ ହେଇଗଲା। ସେମିତି ଅନୁଭବ କରୁଥିବ ଆଜି ମୋ ବଡ଼ ମହତ୍ ସେବା ନା। କିନ୍ତୁ ବିରକ୍ତ ସନ୍ଥ ଦୁଇ ଖଣ୍ଡ ରୁଟି ଖାଆନ୍ତି, କ'ଣ ଶୀତ ଟିକେ ଖାଆନ୍ତି, ସବୁବେଳେ ଭଜନରେ ମସ୍ତି ପୁରା। ବଢ଼ିଆ ବିଭୂତି। ଗୋଶାଳା କରୁଛନ୍ତି, ହଜାର ହଜାର 10,000 ନା କେତେ ଗାଈ ରଖୁଛନ୍ତି। ଆମେ ଗୋଟେ ଗାଈ ରଖିପାରୁନୁ। ଚିନ୍ତା କର, ଗୋଟେ ଗାଈ ରଖିବା ପାଇଁ ଡର ଲାଗୁଛି, କିଏ ସେବା କରିବନି। କିନ୍ତୁ ବାବାଙ୍କର କେତେ ପ୍ରଭାବ ଦେଖ, କିଶୋରଜୀଙ୍କ କୃପା। ହଜାର ହଜାର ଗାଈ ରଖିଛନ୍ତି, ସୁରୁଖୁରୁରେ ଚାଲିଛି। ମା ଗୋଶାଳା ବୋଲି ନାଁ ଦେଇଛନ୍ତି, ମାତା ଗୋଶାଳା। ଏସବୁ ବିଭୂତି ସବୁ ଈଶ୍ୱରଜୀଙ୍କର ବିଭୂତି ସବୁ, ଏସବୁ ନହେଲେ ହେବନି ମଧ୍ୟ। କିନ୍ତୁ ଆମ ଗୁରୁବର୍ଗ ଚମତ୍କାର ଦେଖାଇ ଦେଇଛନ୍ତି ନା, କ'ଣ ହେ ଅଦ୍ଭୁତ କଥା। କେତେ ମଠ ମନ୍ଦିର ତିଆରି କରୁଛନ୍ତି, କେତେ ଶିଷ୍ୟ ପ୍ରଶିଷ୍ୟ କରିକି ଯାଇଛନ୍ତି। ଆମେ ଗୋଟେ ମଠକୁ ମେଣ୍ଟେନାନ୍ସ କଲେ ଆମର ମୁଣ୍ଡ ଖରାପ ହେଇଯାଏ, କେଉଁଠି ଇଟା ଆସିବ କେଉଁଠି। କିନ୍ତୁ ଏତେ ସବୁ ତାଙ୍କ ଭଜନଟାକୁ ଏ ପ୍ରକାର ସେମାନେ କରି ରଖିଥିଲେ, ତାଙ୍କ ଲୀଳା ବିଳାସ କରି ଚାଲିଛନ୍ତି ସେମାନେ ସବୁ। ଏ ସମ୍ଭବ ନାହିଁ ମଣିଷ ଦ୍ୱାରା ଏସବୁ। ଏସବୁ ମଣିଷ କର୍ମ ନୁହେଁ, ଏସବୁ ଭଗବତ ଶକ୍ତି ବିନା ଏସବୁ ହେବନି। ଏଥିପାଇଁ କହିଲେ ବଡ଼ ବଡ଼ ମହାତ୍ମାମାନେ ତାଙ୍କର ସଙ୍ଗଲାଭ କରିବା ପାଇଁ ଚାହୁଁଥିଲେ, ପିତାମହ ଭୀଷ୍ମ ଆଦି। ଯେମିତି ଆମର ପ୍ରଭୁପାଦ ଯେତେବେଳେ ବାଲେଶ୍ୱରରେ ପହଞ୍ଚିଲେ, ବାଲେଶ୍ୱର ଆସିଥିଲେ ନା ଆମର ମଠ ହରିପ୍ରଦାୟନୀ ସଭା। ସେ ହେଉଛି ଜୁନ୍ 19 ତାରିଖ 1918 ମସିହା ବାଲେଶ୍ୱର ପଦାର୍ପଣ ପ୍ରଭୁପାଦ। ଗୋଟିଏ ଦିନ ପାଇଁ ଆସିଥିଲେ ସେ। 18 ତାରିଖ ହେଉଛି ରେମୁଣା, 15-16 ହେଉଛି କୁଆମାରା, 14 ହେଉଛି ଇନ୍ଦ୍ରିଆ। ଏ ରୁଟିନ୍ ତାଙ୍କର ଆସିଥିଲା। 19-20 ରହିଛନ୍ତି। ସେ ସବୁ ତାଙ୍କୁ ସ୍ୱାଗତ କରିଥିଲେ। ସେ ସମୟର ଯିଏକି ରାୟ ବାହାଦୁର ଯିଏ ଥିଲେ ପୁଲିସ ସୁପରିଟେଣ୍ଡେଣ୍ଟ, ବାଲେଶ୍ୱର ପୁଲିସ ସୁପରିଟେଣ୍ଡେଣ୍ଟ, ଆଉ ଜିଲ୍ଲା ସ୍କୁଲ ହେଡ଼ମାଷ୍ଟର, ଆଉ ବାଲେଶ୍ୱର ଯୁବରାଜ ମନ୍ମଥ ଦେବ, ଆଉ SDO ଯିଏକି ସେ ସମୟରେ ବାଲେଶ୍ୱର ଯେତେ ସବୁ ପ୍ରତିଷ୍ଠିତ ମହାତ୍ମା ବ୍ୟକ୍ତି ଥିଲେ, ସମସ୍ତେ ପ୍ରଭୁପାଦଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ପାଖରୁ ହରିକଥା ଶୁଣିଥିଲେ। ଏପରିକି ଷ୍ଟେସନରୁ ଯିବା ପର୍ଯ୍ୟନ୍ତ ପାଖ ଛାଡ଼ି ନାହାନ୍ତି। ସେ ରହିଥିଲେ କ'ଣ, ନିତ୍ୟ ସଖା ବୋଲି ଜଣେ ମହାତ୍ମା ଗୋଟେ ରାତ୍ରି ଯାପନ କରିଛନ୍ତି। ସେଠି ବୟସ୍କ ଟିକେ, ବିଦ୍ୱାନ ଟିକେ, ବ୍ରାହ୍ମଣ ଲୋକ। ପ୍ରଭୁପାଦ ତ ପ୍ରୀତି କରନ୍ତି, ଶ୍ରଦ୍ଧା କରନ୍ତି। ସେ ତାଙ୍କ ସହିତ ପ୍ରଭୁପାଦ କିଛି ଦିନ ମାନେ ସେ ପ୍ରଭୁପାଦ ସଙ୍ଗରେ ଆସିଥିଲେ। ସେ ନିତ୍ୟେଶ୍ୱର ତାଙ୍କରି ଘର ବାଲେଶ୍ୱର, ସେଠି ରହିଛନ୍ତି। ସେଠି ଯାତ୍ରା ଚାଲିଲା। ଯାତ୍ରା ଚାଲିଛି, ଆଧ୍ୟାତ୍ମିକ ନାଟକ ପରିବେଷଣ ହେଇଛି। ହେଲେ ସେ ନିତ୍ୟ ପ୍ରଭୁପାଦ କିଏ କହିପାରିବେ ନା, ସାହସ ନଥିଲା କାହାର। ସିଏ ଟିକେ ସଖା ତ, ସିଏ ପ୍ରଭୁପାଦ ଡାକୁଛନ୍ତି, ଚାଲ ଯିଏ ଯାତ୍ରା ଦେଖିବା। ପ୍ରଭୁପାଦ ମନା କଲେ। ସେ କ'ଣ କହିଲେ, ଆରେ ଧାର୍ମିକ ଅନୁଷ୍ଠାନ, ଇଏ ଧାର୍ମିକ ଅନୁଷ୍ଠାନରେ ଧାର୍ମିକ ଭିତ୍ତିଭୂମି ଉପରେ ଆଧାରିତ ନାଟକକୁ ଦେଖିଲେ ଧର୍ମପଥରେ କ'ଣ ବାଧା ସୃଷ୍ଟି, ଆପତ୍ତି କରିବାର କିଛି କାରଣ ବୁଝିପାରୁନି। ଆମେ ତ ଧର୍ମପଥରେ ରହିଛେ, ଧାର୍ମିକ ମାନେ ତ ଧାର୍ମିକ ଅନୁଷ୍ଠାନ ଦେଖିବା କଥା। ପ୍ରଭୁପାଦ ବଢ଼ିଆ ସୁନ୍ଦର ଉତ୍ତର ଦେଇଛନ୍ତି। ସେ କ'ଣ କଲେ ଜାଣିଛ, ଆମେ ତ ଦୌଡ଼ି ପଳେଇଥାନ୍ତେ ନା, ଆଉ ଗୋଟେ ସ୍ପିରିଚୁଆଲ ପ୍ଲେ ହେଉଛି, ପଳେଇବା ଟିଭିରେ ବି ଦେଖିଦେଉଛେ, ଖୋଲିକି ଦେଖିଦେଉଛେ ସବୁ ଆଧ୍ୟାତ୍ମିକ ଇଏ। କିନ୍ତୁ ପ୍ରଭୁପାଦଙ୍କ ବିଚାରଟା କେତେ ସୁନ୍ଦର ଦେଖ। ସେ କହିଲେ
ଯେଉଁମାନେ କାୟ ମନୋବାକ୍ୟରେ ଅକପଟ ଭାବରେ ସଦ୍ଗୁରୁ ଚରଣାଶ୍ରିତ ହୋଇନାହାନ୍ତି, ଏ ସଦ୍ଗୁରୁ ଚରଣାଶ୍ରିତ କୃଷ୍ଣ ଅନୁଶୀଳନ କରିନାହାନ୍ତି, ଯେଉଁମାନେ ସଦାଚାର ସମ୍ପନ୍ନ ନାହାନ୍ତି, ଯେଉଁମାନେ ପରାତ୍ପର ତତ୍ତ୍ୱ ଇନ୍ଦ୍ରିୟର ତୃପ୍ତି ବିଧାନ ପାଇଁ ବ୍ୟସ୍ତ ନୁହନ୍ତି, ସେଇମାନଙ୍କ ଦ୍ୱାରା ପରିବେଶିତ ପ୍ରକୃତ ପ୍ରସ୍ତାବରେ ଧର୍ମ ସଙ୍ଗୀତ ହୁଏ ନାହିଁ କହିଛନ୍ତି। ମାନେ ଏଇ ଲୋକମାନେ ଯେଉଁମାନେ ସଦ୍ଗୁରୁ ଆଶ୍ରିତ ହୋଇନାହାନ୍ତି, କାୟ ମନୋବାକ୍ୟରେ ଗୁରୁଙ୍କ ପାଖରେ ସମର୍ପିତ ହୋଇକି ନିଷ୍କପଟରେ ହରିସେବା କରିନାହାନ୍ତି, ଯେଉଁମାନେ ସଦାଚାର ସମ୍ପନ୍ନ ନାହାନ୍ତି, ଯେଉଁମାନେ ପରାତ୍ପର ତତ୍ତ୍ୱ ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରିୟ ତୃପ୍ତି ପାଇଁ କିଛି ବ୍ୟସ୍ତ ହୋଇନାହାନ୍ତି ଜୀବନରେ, ସେମାନେ କ'ଣ କରନ୍ତି? ତାଙ୍କର ଦ୍ୱାରା କେବେ ହେଲେ ପ୍ରକୃତ ଧର୍ମ ପରିବେଶିତ ସମ୍ଭବ ନୁହେଁ। ବାସ୍ତବ ଧର୍ମ ତାଙ୍କ ଦ୍ୱାରା ପରିବେଶିତ ହେବନି। ଆଉ ସେମାନେ କାହିଁକି କରୁଛନ୍ତି? ସେମାନେ କେବଳ ବିମୁଖ ବହିର୍ମୁଖ ଲୋକମାନଙ୍କ ଇନ୍ଦ୍ରିୟକୁ ତୃପ୍ତି କରିବା ପାଇଁ କରୁଛନ୍ତି। ତାଦ୍ୱାରା କ'ଣ ମିଳେ? କିଛି ଅର୍ଥ, କିଛି ପ୍ରତିଷ୍ଠା। ଏ ସିଦ୍ଧାନ୍ତ କିଏ ଦେବ? ବହିର୍ମୁଖ ବିମୁଖ ଲୋକମାନଙ୍କ ଇନ୍ଦ୍ରିୟ ତୃପ୍ତି ପାଇଁ ଆଉ ନିଜର ସ୍ୱସୁଖ ଚରିତାର୍ଥ ପାଇଁ କିଛି ପ୍ରତିଷ୍ଠା ଲାଭ କରିବା ପାଇଁ, କିଛି ଅର୍ଥପ୍ରାପ୍ତି ପାଇଁ ସେମାନେ ଏହି ପ୍ରକାର ଯାତ୍ରା ଅଭିନୟ କରୁଛନ୍ତି। କିନ୍ତୁ ଯିଏ ବାସ୍ତବରେ ଠିକ୍ ପଥରେ ସେ ଯାଏ। ତାପରେ କହିଲେ ବୋଧେ ନିତ୍ୟସଖା ବାବୁ ଆଚାର୍ଯ୍ୟଙ୍କର ବାଣୀର ଯଥାଯଥ ବିଚାର କରିନାହାନ୍ତି, ଏମିତି କହିଲେ। ମାନେ ଶିଷ୍ୟ ପ୍ରଭୁପାଦ ଭାଷା, ଆଚାର୍ଯ୍ୟଙ୍କ ବାଣୀର ଯଥାଯଥ ବିଚାର କରିବାଟି ହେଉଛି ଶିଷ୍ୟର କାର୍ଯ୍ୟ। ଶିଷ୍ୟ ତାକୁ କୁହାଯାଏ ଯେ ଗୁରୁବର୍ଗର କଥାକୁ ଯଥାଯଥ ବୁଝିପାରିବ, ଯଥାଯଥ ଶାସ୍ତ୍ରାନୁମତ ଭାବେ, ନିଜର ବୁଦ୍ଧି ଲଗେଇ ବୁଝିଲା ହେବନି। ଆଚାର୍ଯ୍ୟଙ୍କ ବାଣୀକୁ ଯଥାଯଥ ଭାବେ ବିଚାର କରିବା ହେଉଛି ଶିଷ୍ୟର କାର୍ଯ୍ୟ। ଆଉ ସେ କହିଲେ ବୋଧହୁଏ ନିତ୍ୟସଖା ବାବୁ ଏ କଥାର କୌଣସି ବିଚାର କରିନାହାନ୍ତି। ଆଉ ପ୍ରଭୁପାଦ କହୁକୁ କହିଥିଲେ, ମୋର ତ ଏହା ମନେ ହୁଏ ନିତ୍ୟସଖା ବାବୁଙ୍କର ବିଚାରରେ କିଛି ସହଜିଆ ଗନ୍ଧ ମିଶ୍ରଣ ହେଇଯାଇଛି। ତାଙ୍କ ଭାଷା ସହଜିଆ ମତ କିଛି ତାଙ୍କ ବିଚାର ରହିଯାଇଛି, ଯୋଉଠି ନିଜର ଇନ୍ଦ୍ରିୟ ସୁଖ ରହିଯାଇଛି। ମାନେ ପ୍ରଭୁପାଦଙ୍କ ବିଚାର ଏତେ ସୁନ୍ଦର, ଇନ୍ଦ୍ରିୟ ସୁଖ ପାଇଁ ପ୍ରଶ୍ରୟ କେବେ ଦେଇନାହାନ୍ତି। ଏତେ ଷ୍ଟ୍ରିକ୍ଟ ଥିଲେ ସେ ମହାତ୍ମା। ଚିନ୍ତା କର, ଆମକୁ କିଏ କହିବ? ଦୌଡ଼ି ପଳେଇବା ପରେ। ଆଉ ଓଲଟା କହିବା କ'ଣ ହେଇଯିବ କି ଯାତ୍ରାଟା ହେଇଥିଲେ ଧର୍ମ ତ ଏମିତି ବିଚାର। ସେଥିପାଇଁ ସେ ପୁରା ମହାତ୍ମାଙ୍କ ସଂଘଲାସ ମଧ୍ୟ କରନ୍ତି। ପୁରୀ ଯାଇଥିଲେ ନା ଏଇଠି ଆସିଥିଲେ କେଉଁଠି? ହଁ ଏଇଠି ଗଲେ ପୁରୀ ରେମୁଣାରେ ଆସିଥିଲେ। ପୁରୀ ଯାଇଛନ୍ତି, ପୁରୀରେ ଜଗନ୍ନାଥ ଦର୍ଶନ କଲେ, ସିଧା ଗରୁଡ଼ ପଛରେ ରହିଗଲେ। ତାଙ୍କ ସାଥିରେ ତ ଜଣେ ଯାଆନ୍ତି ନା, ତାଙ୍କ ଦଳ ଯାଆନ୍ତି ପୁରା। ପ୍ରଭୁପାଦ ସବୁ ଯେତେ ଶିଷ୍ୟ ସବୁ ପ୍ରାୟ ଯାଆନ୍ତି। କହିଲେ ଗରୁଡ଼ ପଛରେ ରହିକି ଦେଖିବ, ମହାପ୍ରଭୁ କହିଛନ୍ତି। ତାପରେ କ'ଣ କହିଲେ? ଜଗନ୍ନାଥ ଦୃଶ୍ୟ ନୁହନ୍ତି, ତାଙ୍କୁ ଆମେ ଦେଖିପାରିବାନି। ଜଗନ୍ନାଥ ଦୃଶ୍ୟ ନୁହନ୍ତି, ଜଗନ୍ନାଥ ଦ୍ରଷ୍ଟା। ସେ ହେଉଛନ୍ତି ଦ୍ରଷ୍ଟା, ସେ ଦୃଶ୍ୟ ନୁହନ୍ତି। ଯେଉଁମାନେ କହୁଛନ୍ତି ମୁଁ ଜଗନ୍ନାଥକୁ ଦେଖିଦେବି, ଯେଉଁମାନଙ୍କର ବିଚାର ମୁଁ ମାଂସ ଚକ୍ଷୁରେ ଜଗନ୍ନାଥର ଦର୍ଶନ ହେଇଯିବ, ମାଂସ ଚକ୍ଷୁରେ ତାଙ୍କୁ ମାପି ନେବି, ପ୍ରଭୁପାଦ କହୁଛନ୍ତି ସେମାନେ ଖାଲି କାଠ ପଥର ମୂର୍ତ୍ତି ଆଉ ବୌଦ୍ଧ ସାହିତ୍ୟିକ ଐତିହାସିକ ମାନଙ୍କର ଭୋଗ୍ୟ ବିଗ୍ରହକୁ ଦର୍ଶନ କରୁଛନ୍ତି। କହିବା ଅର୍ଥ ହେଲା ଏମାନଙ୍କର ଦର୍ଶନରେ ନିଜର ସୁଖ ରହିଛି। ପ୍ରକୃତିରେ ବିଗ୍ରହକୁ ଦର୍ଶନ କରିବ କିଏ? ଯେଉଁମାନଙ୍କର ଦୃଷ୍ଟଭାବକୁ ପରିତ୍ୟାଗ ଯେଉଁମାନେ କରିଛନ୍ତି, ଦ୍ରଷ୍ଟା ଭାବ, ମୁଁ ଯେ ଦେଖିଦେବି, ଏଇ ବିଚାର ଯେଉଁମାନେ ମନ ଭିତରୁ ତ୍ୟାଗ କରିଛନ୍ତି, ଯେଉଁମାନେ ସେବନ୍ମୁଖ ନେତ୍ରରେ, ପ୍ରେମ ନେତ୍ରରେ, ସେବନ୍ମୁଖ ଭାବରେ ପ୍ରେମ ନେତ୍ରରେ ନିଜ ଭଗବାନଙ୍କୁ ଭୋକ୍ତା, ତାଙ୍କୁ ଭୋଗ୍ୟା, ନିଜେ ତାଙ୍କର ନିଜକୁ ଭୋଗ ବୋଲି ଭାବି ଯିଏ ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଛି, ତାହେଲେ ସେ ଦର୍ଶନ କରିବ। କାହିଁକିନା ପ୍ରକୃତରେ ଭଗବାନ ସହିତ ଆମର ସମ୍ବନ୍ଧ ହେଉଛି, ସେ ହେଉଛନ୍ତି ଭୋକ୍ତା, ଆମେ ହେଉଛେ ଭୋଗ୍ୟା। ମାନେ ଭଗବାନଙ୍କର ଭୋଗର ଉପକରଣ ହେଉଛେ ଆମେ। ପ୍ରତ୍ୟେକ ଜୀବ ହେଉଛନ୍ତି ଠାକୁରଜୀଙ୍କର ଭୋଗର ଉପକରଣ। ଯଦି ଭୋଗ ଉପକରଣ ଯଦି ଭାବିବ ନିଜେ ସମ୍ଭୋଗ କରିବା ପାଇଁ, ତା ଅର୍ଥ ଆମେ ହେଉଛେ ସେବକ, ହେଉଛି ଭୋଗ୍ୟ ବସ୍ତୁ, ଭଗବାନ ହେଉଛନ୍ତି ଭୋକ୍ତା।
आ सेवक हो जदि सेव्य को भोग करने चाहिए ताले भोग्य हो जदि संभोग करने चाहिए ये प्रभुपाद कहते ना नहीं बरं जी द्रष्टा सी आमको भोग करे तार्थ आमर सेवन्मुख भाव प्रेम नेत्र दर्शन करे से आम चक्षुर सम्मुख प्रकाशित है। महाप्रभु दर्शन करते जगन्नाथ बंशीधारी रूप में तेणु जो मैंने भाव मु देखीदेली मु देखीदेवी ये विचार गोटे मर्त्य विचार ये सिद्धांत जगत में कौटी ना को आचार्य दे बोधे एमजे प्रभुपाद देते अद्भुत सिद्धांत बुझुची कि बुझुन तू बुझला टिके 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 टिकेटा पड़ेगा घर को एमती विचार तांकर इतने जगत गुरु से माने कथार से प्रकार शक्ति थिला कितने बड़ लज माने जुक्तिवादी आसतु तर्कवादी आसतु शास्त्रीय सिद्धांत अनुसार ये सबकि धूलिसात कर दूसरे भजन आवेश महात्मा वर्णना कराई प्रकार प्रभुपाद कथा कहटा 5टा हो थो काली करिया 4टार आसन 4टा 5टा कहला कुआड़ कुआड़ होगा घंटाटी कटला निताई गौरांग 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 निताई निताई निता निताई गौरांग निताई निताई निता निताई गौरांग निताई गौरांग निताई गौरांग निताई गौरांग निताई गौरांग नित्यानंद है अमर गोरा चांद है नित्यानंद है गोरा चांद है निताई निताई निता नित्यानंद है निमाई 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 गोरा चांद है गदाई 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 गोरा चांद है गौर गदाधर गौर गदाधर गौर गदाधर गौर गदाधर हरे कृष्णा कृष्ण कृष्णा हरे 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 राम 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 हरे हरे जय हरे कृष्णा कृष्ण कृष्णा हरे 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 राम
राम हरे हरे राधे Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare. जय राधा माधव कुंज बिहारी, जय राधा माधव कुंज बिहारी। हे राधा माधव कुंज बिहारी, हे राधा माधव कुंज बिहारी। जय गुरुदेव श्रील गुरुदेव, जय गुरुदेव जय श्रील गुरुदेव। जय प्रभुपाद श्रील प्रभुपाद, जय प्रभुपाद श्रील प्रभुपाद। निताय गौर हरि बोल, हरि बोल, हरि बोल, हरि बोल। गौर हरि बोल, हरि बोल, हरि बोल, हरि बोल। जय श्री श्री गुरु गोरांगांधरी का हरि राधा कुंज बेरी राधा माधुरा चंद्र सरकार की जय। यदि पिता ते अपराह्न पाठ की चैतन्य भागवत यदि पारायण जी वृंदावन ठाकुर महाराज कृष्ण गौरी गोस्वामी महाराज जी। जय विष्णुपाद गुरुदेव पतित पावन परमस पराचल भक्ति पुरी श्रीमल भक्ति सिद्धांत सिद्धि सिंह प्रभुपाद की जय। जय रूप सनातन भट्ट रघुनाथ शिव गोपाल भट्ट दास से वृंद की जय। शबांध सपरिकृत सपस्त प्रभुपाद पृष्ठ नामाचार्य श्री हरदास ठाकुर की जय। जय श्री राधा रानी बरसाने वैष्णव समवेत भक्तों